এসেছে দেখলে দেখো এই ফুলের পৌঁছেছিল সাথী মানে এই ফুলগুলোকা কেটে সুন্দর ছিল সাথী এসেছে দেখালো সেই কালাভারাটা এ ফুলে সে ফুলে কেমন চুমড়া করছিল সাথী মানে আর দেখো না সে পাইচারিটা এই ডালে সে ডালে কেমন তুলে দিচ্ছিল সাথী এসেছে তুমি শুনতে পাচ্ছ না সেই কোয়েলিটা তা মিঠা সুরে কেমতি গাইতেছিল সাথী মানে ସେ କହିଲି ଗାଇବା ଶୁଣି ମତେ ବି ଏମିତି ଗାଇବାକୁ ଇଚ୍ଛା ଥିଲା ସାଥୀ ତାହେଲେ ଆସଲ ଏଇ ଫୁଲ ଦିନରେ କିଛି ଖେଳିବା ତାପରେ ସୁନା କିଲୋକୁ ଯାଇ ଗାଧେଇକି ଆମ ଘରକୁ ଫେରିଯିବା ଏ ସାକ୍ଷୀ ମୁଁ ଯାକଛି ମାଦେକି ଶୁଣିବ ଏ ସାକ୍ଷୀ संगती फुला फुटी सातल संगती केड़े सुबना मामा मामा की जानती नाना दादी कुसुमा जागृती सुनपाचा पहिली गावच्या गीताला बघला गुण गुजाला पहिली गावच्या गीताला बघला गुण गुजाला मळाला ऋतू बसंताला ए कुवारी म्हणा मळाला ऋतू बसंताला ए कुवारी म्हणा पहिली गावच्या गीताला बघला गुण गुजाला पहिली गावच्या गीताला बघला गुण गुजाला मळाला ऋतू बसंताला
संगती फुला पोटी साचल संगाती तिथे खेळे सुगना मामा मापी जाऊ की नाना जाती कुटुंबा ए सखी जे मालो आज इतना सखी मने ठीक अछि लो ऐसा लो ऐसा हमें जीवन सुनने के लिए मालो सुनने के लिए गति की हम घर को फिर जीवन है संगति तेरे जीवन ना जीवानो রাজ্য হস্যিটা নহি তুটরে বেশ আনন্দরে খেলি খেলি এই হସୁଛି ଆଉ ସେଇ ରାଜ ହଂସୀର ଗୋରା ଗୋରା ଦେହରେ ଜଲଟୋପ ରାଶି ପଡି ମୋତି ମାଣିକ୍ୟ ପରି ଦେଖାଯାଉଛି। ଏଇ ଦେଖି ମୁଁ ସେଦିନ କହିଥିଲି ମୋ ପାଇଁ ଗୋଟାଏ ରାଜରାଣୀ ଖୋଜିବାର ଅଛି ଆଉ ଜମା ଖୋଜିବାର ଆରେ ଦେଖ ନହି ତୁଟରେ ବୃକ୍ଷମୂଳରେ ଯୋଉ ସୁନ୍ଦରୀଟା ଛିଡ଼ା ହେଇଛି ତାକୁ ମୋର ଭାରି ପସନ୍ଦ ହେଇସାରିଛି। ତାକୁ ମାଣିକ୍ୟ ରାଜ୍ୟକୁ ନେଇ ବାଟ ରାଣୀ କରିବି। ହଁ ସେଇ ବୃକ୍ଷମୂଳର गोटाए हेले भाई इज्जत का मोटा बस चार जन को पसंद कर हां जे कोले से गोटाए सुंदर को पसंद करबी हम दी भाई दी जन को रे मारी के रात भाई तमे गोटे के लेबो मुई गोटे के नेबी और तीनटा हे जो घर को फेरी दिबे घर के फेरी गले मोत दुख नहीं हबा भाई के दुख हबो भाई पान खाती रे आसी तो तमे गोटे नेबो मुई गोटे देबी और तीनटा फेरी गले मोत दुख नहीं हबा जमार मन दुख हबो भाई मुके के चिंता रे पड़े छी
মুই তো চারটা ম্যাজির ঘটা আচ্ছা দিন হারে প্যান মারলা টাকা আমি মুখে কে চিন্তা রে মুই তো এই দেখে যেତେବେଳେ ଚାରିଜଣ ସୁନ୍ଦରୀ একত্রিত ହେଇ ଦୁର୍ଗା ରୂପ ନେଇ ତ ମୁଣ୍ଡରେ ଯଦି ବ୍ରଜପାତ କରିବେ ତୁ ଶଳା ବଞ୍ଚିପାରିବୁ ମରିବୁ ଶଳା କରିବି ହଁ। ଭାଇ ହଁ। ନାଇଁ ନାଇଁ ମୁଁ ଆରାମରେ ବସିକି ଖାଇବି ଏମିତି ଯେମିତି ହଁ। ଇତିହାସ କେତିଆର ସୁଭଦ୍ରା ଯୋଜନା ନେ ଅନଲାଇନ করবি ଆଚ୍ଛା ସୁଭଦ୍ରା ଯୋଜନା 5,000 ହେଲେ 20,000 ଓହୋ ଯଦି ସୁଭଦ୍ରା ଯୋଜନା ନେଇ ହେଲା ତାପରେ ମମତା ଯୋଜନା ନେ ଅନଲାଇନ করবি ମମତା ଯୋଜନା ପୁଣି କୋଉ ଯୋଜନା ପାଇଁ হ্যাঁ କୋଉ ଯୋଜନା ସେ মমতা যোজনা হ্যাঁ। তুমি তো বিয়া নি হবা তুমি জানো আরে বিয়া হেলে জানবো মমতা যোজনা আচ্ছা হ্যাঁ আরে চাচি ভাই। ପ୍ରଥମେ ଏମାନଙ୍କ ପରିଚୟଟା ଜାଣିନେବା ହଁ। ତାପରେ କଥା ଆଗକୁ ବଢାଇବା ଠିକ ଠିକ ଅଛି ଆରେ ଏଇ ସୁନ୍ଦରୀ ମାନେ ଆରେ ଶୁଣ ୱାହ କି ସୁନ୍ଦର ସମୁଦ୍ର ଲହରୀ ଘନ ନୀଳ ଉର୍ପିଳ କେଶ ଧାମ ସତେ ଯେମିତି କି ତାଙ୍କର ଅପସରି ମର୍ତ୍ତ୍ୟ ମଣ୍ଡଳକୁ କେବଳ ମୋହରି ପାଇଁ ଓହ୍ଲାଇ ଆସେ ଆରେ ଏଇ ସୁନ୍ଦରୀ ତମ ନାଁ କଣ ତମ ଘର କୋଉଠି କଣ ହେଲା ମୋ ପରିଚୟ ହଁ। ସତେ ତୁମ ପରିଚୟ ଶୁଣିବାକୁ ଚାହୁଁଛ ଆରେ ନିଶ୍ଚୟ ଆରେ ଦେଖ ହଁ। ମୁଁ ଅଜଣା ପୋଷାକୁ ହଁ। ମୋ ପରିଚୟ ଦେଇପାରିବି ଆଚ୍ଛା ପ୍ରଥମେ ତୁମ ପରିଚୟ କୁହ ତାପରେ ମୋ ପରିଚୟ ଶୁଣି ନେବ ମୋ ପରିଚୟ କହିବାକୁ ପଡିବ ହଁ। ଆରେ ଶୁଣ ମୁଁ ହଉଛି ମାଣିକଗଡ଼ ରାଜ୍ୟର ରାଜା ରାଜେଶ୍ୱର ରାବବର ବନାଗ୍ରେ ପ୍ରଣାମୀ ଆଉ ଆମେ ବେନି ଭାଇ ଆସିଥିଲୁ ଜଣଙ୍କ ସାମ୍ନାରେ ଏଇ କାରଣ ମଧ୍ୟକୁ ଆଉ ଏଇ କାରଣ ମଧ୍ୟରେ ବୁଲାବୁଲି କରିବା ସମୟରେ ହଠାତ୍ ତୁମମାନଙ୍କ ଶବ୍ଦ ଶୁଣି ସିଧା ଚାଲି ଆସିଲୁ ନଈ ଶୁଣିଲ ମୋ ପରିଚୟ ହଁ ଶୁଣି ଏଥର କୁହ ସୁନ୍ଦରୀ ତମ ନାଁଟା କଣ ତାହେଲେ ମୋ ପରିଚୟ ଶୁଣିବ ଆ, ମୋ ପରିଚୟ ଶୁଣି ଏଟା ଚାଲିଯିବ ତ ଓ, ନିଶ୍ଚୟ ଚାଲିଯିବି ତାହେଲେ ମା ଦେଇକି ଶୁଣିବ କୁହ ନହେଲେ ମୋ ପରିଚୟ ଭୁଲି ଯାଇପାର ଜମାରୁ ବୋଲିବେନି ମନ ଦେଇକି ଶୁଣିବି ଆମ ରାଜ୍ୟ ଅଛି କାଞ୍ଚିପୁର ଆଚ୍ଛା ଆଉ ମୋ ପିତାଙ୍କ ନାମ ହେଉଛି ବୀରେନ୍ଦ୍ର ଓ ଆଉ ମୋ ମାତାଙ୍କ ନାମ ହେଉଛି ଆହା ସୁଚିତ୍ରା ଆଚ୍ଛା ମୁଁ ତାଙ୍କ ଏକମାତ୍ର ଝିଅ ହଁ। ନାମ ମୋର ତନୁଜା ଆଉ କହିଲ ତନୁଜା ଅନୁଜ ଆଉ ଏ ହଉଛନ୍ତି ମୋ ସତନ ହଁ। ଗଙ୍ଗା ଆଚ୍ଛା ଯମୁନା ଆହା। ସରସ୍ୱତୀ ଓ ଝରଣା ବାহ ଅତି ସୁନ୍ଦର ନାଁଟେ ହେଇଛି ରୂପ ଯେମିତି ନା ବି ଠିକ ସେମିତି ଆରେ ଦେଖେ ଦେଖିରେ ଏ ଛଡ଼ା କଣ କରୁଛୁ ଭାଇ ଭାଇ ଦେଖେ ଭାଇ ତତେ କଣ ସୁବା ଯାଉନି ଭାଇ କାଣା ହେଇଯାଇଛି ନା କଣ ମୁଁ ଟିକେ ଜ୍ୟୋତିଷ ଦେଖୁଛି ଆଉ ଜ୍ୟୋତିଷ ଦେଖୁଛୁ ହଁ ଏଇ ଦେଖି ମୁଁ ସେ ସୁନ୍ଦରୀଙ୍କ ପରିଚୟଟା ଜାଣି ସାରିଛି ପରିଚୟ ଜାଣିଛ ସେ ସୁନ୍ଦରୀର ନାଁ ହଉଛି ତନୁଜା ତନୁଜା ଆହା ବନାଗ୍ନି ତୁ ବାସ ତନୁଜା କହିଲି ଭାଇ ମନା ବନା ମୁଁ କହିଲି କାହିଁକି ମନା ଭାଇ କଲି ତନୁଜା ହଁ। 3 ଅକ୍ଷର ଆହା ତିନି ଅକ୍ଷର ବନାଗ୍ନି ହଁ। 3 ଅକ୍ଷର ଆହା ତିନି ଅକ୍ଷର ହେଲେ ଭାଇ ହେଲେ କଣ ତନୁଜା ମୁଁ ତା ଜାତକ ଦଉଛି ଜାତକ ଜାତକ ହଁ। ଆଉ ଶୀଘ୍ର ଦେଖ ତନୁଜା ତୁଲା ରାଶି ଆଚ୍ଛା ବନାଗ୍ନି ହଁ। ବୃଷ ରାଶି ଓହୋ ହେଲେ ଭାଇ ହଁ। ଲଗ୍ନରେ ରହିଲେ ଶୁକ୍ର ଆହା ଏକାଦଶରେ ଚନ୍ଦ୍ର ଆଚ୍ଛା ପଞ୍ଚମରେ ବୃହସ୍ପତି ଆହା। ସପ୍ତମରେ ରବି ଆଚ୍ଛା ଆଚ୍ଛା ଚତୁର୍ଥ ଘରେ ରହିଲେ ବୁଧ ଓ ଚନ୍ଦ୍ର ତ୍ରିକୋଣ ଆହା ହେଲେ ଭାଇ ଆରେ। ଜାତକଟା ଏ ଶୁଦ୍ଧ। ଦେଖେ କାଲି ସୁଜିତ ଆଉ କଣ ସବୁ ଅଛି ଭାଇ ଆ, ଚତୁର୍ଥ ଦଶମ ରାଜ ଜଟକ ଚତୁର୍ଥ ଦଶମ ରାଜ ଜଟକ ହଁ ଭାଇ ତାକେ ଯେତେବେଳେ ଚତୁର୍ଥ ଦଶମ ରାଜ ଜଟକ ପଡିଛି ହଁ। ଆଉ ତନୁ ତାକୁ ଛାଡ଼ିବାନି ଉଚ୍ଚେଇ ସୁଧେ ମାରିକୁ ରାଜ୍ୟକୁ ନେଇଯିବା ଭାଇ ଏ ମେଲକରେ ଠିକ ରହିଲା ହେଲେ ଜଟକଟା ଜଟକରେ ଐରି ସ୍ୱରାଷ୍ଟ୍ରକ ଅଛି ସ୍ୱରାଷ୍ଟ୍ରକ ମାନେ କଣ ରେ ତାହେଲେ ଅଘଟଣ ଘଟେ ଭାଇ ଏମିତି ଶୁଭ ବେଳାରେ ପଡି ଅଘଟଣ ଘଟିବା ପାଇଁ କହୁଛି କାହିଁକି ମୋ ଜ୍ୟୋତିଷ କହୁଛି ରକ୍ତ ଜ୍ୟୋତିଷ ତୋ ପାଖରେ ସେ ଜ୍ୟୋତିଷ ଦେଖିବାର ନାହିଁ ମୁଁ ତନୁଜା ସହିତ କିଛି କଥା ହଉଛି ତୁ ଏଠି ଅପେକ୍ଷା କର ଆଲୋ ଏ ସୁନ୍ଦରୀ ଆଲୋ ଏ ତନୁଜା ଆଗ ମନ ହଉଛି ରୂପର ରୂପସୀ ରାଜ ଦେବା ରୂପବା ସ୍ୱର୍ଗର ଉର୍ବଶୀ ତୁମେ ଏଇ ଯାଅ ମୋର ମନର ମାନସୀ ଆଲୋ ଏ ତନୁଜା କଣ ହେଲା ମୋ ଜୀବନରେ ମୋର ଏକ ସୁନ୍ଦରୀ ଦେଖିଛି ହେଲେ ତୁମ ପରି ସୁନ୍ଦରୀ ମୋ ଜୀବନରେ କେବେ ଦେଖିନଥିଲି ଆଜି ଯେତେବେଳେ ମୁଁ ତୁମକୁ ଦେଖି ସାରିଛି ସତରେ ମୋ ମାଣିକଗଡ଼ ରାଜ୍ୟ ପାଇଁ ତୁମକୁ ଗୋଟାଏ ପାଠଶାଳୀ କରି ରଖିବା ପାଇଁ ଚାହୁଁଛି ବନାଗ୍ନି ସତେ ତ ପାଗଳ ହଁ ହେଇଯିବ ମୁଁ ପାଗଳ ହେଇଯାଇଛି କେବଳ ତୁମର ଏଇ ସୁନ୍ଦର ଚେହେରା ଦେଖି। ବାମନ ଏଇ ଚନ୍ଦ୍ରମାକୁ ହାତ ପଡୁଛ ନା ମାନେ ହାତରେ ପାଇବନି ହଁ, ଲୋକ ହସା ହେଇଯିବ ନାଇଁ ତନୁଜା ନାଇଁ ତୁମେ ଚେଷ୍ଟା ଦିଅ। ଆସିଛୁ ଯେତେବେଳେ ତୁମକୁ ସାଥିରେ ନ ନେଇ ଏଠାରୁ ଜମାରୁ ଯିବିନି ଆରେ ଏ ତନୁଜା ମୁଁ ଜଣେ ଅବିବାହିତ ପୁରୁଷ
ତୁମେ ଦିନେ ନା ଦିନେ ନିଶ୍ଚୟ କାହାକୁ ନା କାହାକୁ ବିବାହ କରିବ। ଆରେ ମୋ ସହିତ ବିବାହ କଲେ ତୁମର ଅସୁବିଧା କଣ? ବନଗ୍ନି ବିବାହଟା ଧୁଲି ଖେଳ ନୁହଁ। ମାନେ ବିବାହ କରିବାକୁ ହେଲେ ଆ? ଦୁଇ ମନ ଦୁଇ ହୃଦୟ ମିଶିବା ଦରକାର। ମୁଁ ଜାଣିଛି ମୋ ମନ ତୁମ ମନ ସହିତ ମୋ ମିଶିବି। ମନ ସହିତ ମିଶାଇବା ପାଇଁ ଚେଷ୍ଟା କର। ବେଶ ଆନନ୍ଦ ରଖିବେ ମାଣିକ୍ୟଗଡ଼ ରାଜ୍ୟର। ବନଗ୍ନି ଆ? ନା ମୁଁ ତ ମାଣିକଗଡ଼ ରାଜ୍ୟକୁ ଯିବି। ଏ କଣ କହୁଛ ତନୁଜା? ନା ମୁଁ ତ ପଟରାଣୀ ହେବି। ତନୁଜା ଭଲରେ ଭଲ କହୁଛ ଚାଲିଯାଅ। ନାଇଁ ଆସିଛି ଯେତେବେଳେ ଇଚ୍ଛା କରିଛି ତୁମକୁ ପାଟରାଣୀ କରିବାର ତାହା ଅବଶ୍ୟ ପୂରଣ କରିକି ରହିବି। ବନଗ୍ନି ଆ ତୁମେ ଯୋଉ ସ୍ୱପ୍ନ ଦେଖୁଛ ନା ସେଇ ସ୍ୱପ୍ନ କେବେ ବି ସତ ହବନି। ସ୍ୱପ୍ନ ନାହିଁ। ନାଇଁ ତନୁଜା ନାଇଁ ଘରେ ଯୋଉ ସ୍ୱପ୍ନ ଦେଖେ ସେଇ ସ୍ୱପ୍ନଟା ସେ ନିଶ୍ଚୟ ପୂରଣ କରିକି ରହେ। ଆରେ ଦିନେ ଦେଖିଥିଲେ ମାଣିକ୍ୟଗଡ଼ ରାଜ୍ୟରେ ରାଜା ହବାର ସ୍ୱପ୍ନ। ଆଜି ସେଇ ମାଣିକ୍ୟଗଡ଼ ରାଜ୍ୟର ରାଜା ରାଜେଶ୍ୱର ହେଇଛନ୍ତି। ଆଉ ଯୋଉ ସ୍ୱପ୍ନଟା ମୁଁ ଏଇନେ ଦେଖୁଛି ତୁମକୁ ପାଟରାଣୀ କରିବାର ଅବଶ୍ୟ ପୂରଣ କରିକି ରହିବି। ବନଗ୍ନି ଆ ମାଣିକଗଡ଼ ରାଜ୍ୟ ସିଂହାସନ ସୁପାଇ ପାଇଯାଇଛେ ଯେତେ ଚେଷ୍ଟା କରି ମଧ୍ୟ ଏ ତନୁଜାକୁ ପାଇପାରିବନି। କଣ ହେଲା? ତୁମେ ମତେ ଛୁଇଁ ମଧ୍ୟ ପାରିବନି। ଆଉ ମୁଁ ତୁମକୁ ବିବାହ କରିବା ଅପେକ୍ଷା ମୁଁ କୁଆଁରୀ ହେଇ ରହିଯିବି। ସେମିତି ହବାକୁ ଜମାରୁ ଦେବିନି। ଏ ବନାଗ୍ନି ଥରେ ତୁମ ଉପରକୁ ଆଖି ପକାଇଛି ମାନେ ଯେମିତି ହଉନା କାହିଁକି ମାଣିକ୍ୟଗଡ଼ ରାଜ୍ୟକୁ ନେଇ ପାଟରାଣୀ କରି ରଖିବି। ଭଲରେ ଭଲରେ କହିଲି ମୋ କଥା ଜମାରୁ ବୁଝିଲନି? ଆରେ ଦକ୍ଷ ଏଇ ତନୁଜାକୁ ଆଉ ଜମାରୁ ବୁଝେଇ ପାରିବି। ହଁ ଭାଇ। କଣ କରିବା କହିଲୁ? କଣ କରିବା ଆ? କୁହ? ଭାଇ ଆ? ବିଳମ୍ବରେ ନାହିଁ ପ୍ରୟୋଜନ। ମାନେ ଶୀଘ୍ର କରନ୍ତୁ ଧର୍ଷଣ। ଦକ୍ଷେ ଭାଇ ଏ ଗୋରା ଗୋରା ଦେହ ଆରେ। ଆଉ ଧନ ଧନିଆ ଚେହେରା ନେଇ ଗର୍ବ କରୁଛି। ଆହା ତା କଣ୍ଟା ମାଂସକୁ ଥରେ ଅଇଁଠା କରିଦିଅ। ଦିଅ ଭାଇ ଆପେ ଆପେ ମାନିଯିବ। ତୁ ଠିକ କହିଛୁ ଜାକି। ଭାଇ ସେଇଆ ହିଁ କରିବାକୁ ପଡିବ। ହଁ। ଆରେ ତନୁଜା ଶେଷ ଥର ପାଇଁ କହୁଛେ ମୋ କଥାରେ ରାଜି ହବ କି ନା? ତୁମେ ମୋ ଶେଷ ନିଷ୍ପତ୍ତି ଶୁଣି କଣ ତୁମ ଶେଷ ନିଷ୍ପତ୍ତି? ମୁଁ ତୁମକୁ ବିବାହ କରିବା ଅପେକ୍ଷା ମୁଁ ଦେଇକି ଆତ୍ମହତ୍ୟା କରିଦେବି। ସେମିତି ହବାକୁ ମୁଁ ଜମାରୁ ଦେବିନି। ଭଲରେ ଭଲରେ ବୁଝେଇଲି ଜମାରୁ ବୁଝିଲୁନି। ଏଥର ଦେଖାଇ ନାହିଁ ତୁଟରେ ତୁମର ଜହ୍ନ ଜହ୍ନିଆ ପୁରା ଦେହରେ ଗୋଟାଏ କଲା ଦାଗଟା ଲଗେଇ ଦେବି। ଯେମିତି କି କଲା ଦାଗଟା ଲାଗିଗଲେ ଆଉ ରାଜ ରାସ୍ତାରେ ମୁହଁ ଟେକି ଚାଲି ପାରିବନି। ଆଶା ଏଇ ପଣାଗ୍ନିର ଅସଲ ରୂପଟା ଏଥର ଦେଖିଦିଅ। ଆସଲେ